ଆଜି ଭାବିଲି ବାପାଙ୍କୁ ବନେଇ କିଛି ଅଲଗା ଖାଇବା ପାଇଁ ଦେବି। ସବୁବେଳେ ସେ ସୁଜି ପିଠା ସିମେଇ ଏଇଆ ଖାଉଛନ୍ତି। ତ ମୁଁ ଆଜି ଭାବିଲି ଭୋଜି ପଣିକା କ୍ଷୀରି ବନେଇମି। ତ ପୁଅ ଲାଗି ଚାଉଳ ଆଣିଥିଲି କରିବା ପାଇଁ ଖିଚିଡ଼ି, ସେଇ ଚାଉଳ ଥିଲା ସେଥିରେ ବନେଇମି ବୋଲି ଭାବିଲି। ତ ଗୋଟେ ଛୋଟ ହାଣ୍ଡିରେ ମୁଁ ତେଲ ନେନି, ତେଲ ନୁହେଁ ତ ଘିଅ, ଇଏ ଆମ ଘର ଘିଅ ବୋଉ ନିଜେ ବନେଇଛନ୍ତି। ତ ତା ପାଖରେ ଟିକେ କଲର୍ ହେବା ପାଇଁ ଟିକେ ଚିନି ପକେଇଲି। ତ ବହୁତ ତାତି ଯାଉଥିଲା ନା ତ ହାଣ୍ଡିଟା, ସେଥିପାଇଁ ତଳକୁ ଓହ୍ଲେଇ ଦେଇଥିଲେ ବୋଉ। ତ ସେଇଠୁ ପକେଇ ସାରିଲା ପରେ ତାପରେ ପାଣି ଢାଳିଲୁ, ପାଣି ଢାଳିକି ଚାଉଳ, କ୍ଷୀର, କାଜୁ ଆଉ ଗୁଜୁରାତି ସବୁ ବୋଉ ପକେଇଦେଲେ। ତାପରେ ଚିନି ସ୍ୱାଦ ଅନୁସାରେ, ଯାହାକୁ ଯେତେ ମିଠା ଭଲ ଲାଗେ ସେତିକି। ତାପରେ ପକେଇ ସାରିକି ତାକୁ ବୋଉ ବସିକି ଘାଣ୍ଟିଲେ। ତ ମୋ ପାଖରେ ସମୟ ନଥିଲା ନା କରିବାକୁ, ସନ୍ଧ୍ୟା ହେଲାଣି ମୁଁ ସନ୍ଧ୍ୟା ଦେବାକୁ ଯାଇଥିଲି। ତ ବାପା ଖାଲି ଥରକୁ ଆସି ଦେଖୁଛନ୍ତି ହେଲା ନା କେତେବେଳେ ହେବ, ଆସି ବସିଛନ୍ତି ଜଲ୍ଦି କର।